ନମ୍ବର 1 ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ଚିଲ୍। ଗତ କିଛି ଦିନ ହେବ ବାରମ୍ବାର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଉପରେ ଚିଲ୍ ବସିବ। ନୀଳଚକ୍ରରେ ସଂଯୋଗ ହୋଇଥିବା ମାଲ ମାଲ ମାନସିକ ବାନା ଛିଡ଼ିଯିବା ପରେ ଆଜି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହ ଶହ ସଂଖ୍ୟାରେ ଚିଲ୍ ଉଡ଼ିବା ନଜରକୁ ଆସିଛି। ସେପରି ବହୁତ ଦିନ ଆଗରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ୍ ଉଡ଼ିଥିଲା। ନମ୍ବର 2 ଜରୁରୀ ଏୟାର ଲିଫ୍ଟିଂ ଯୋଜନା ମଞ୍ଜୁରୀ। ଗୁଣାତ୍ମକ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର। ରୋଗୀଙ୍କୁ ଅତି ଜରୁରୀ ସମୟରେ ରାଜ୍ୟ ବାହାରକୁ ଘରୋଇ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଏମର୍ଜେନ୍ସି କେୟାର ବାୟ ଏୟାର ଲିଫ୍ଟିଂ ଯୋଜନାକୁ ମଞ୍ଜୁରୀ ମିଳିଛି। ନୂଆ ବ୍ୟବସ୍ଥା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଏହାର ଅନୁମୋଦନକାରୀ କର୍ତ୍ତୃପକ୍ଷ ଅଛନ୍ତି। ନମ୍ବର 3 ଯୁଦ୍ଧ ପାଇଁ ବଢ଼ିଲା ବିମାନ ଭଡ଼ା। ଏହାର ଇଣ୍ଡିଆ ପରେ ଇଣ୍ଡିଗୋ ବଢ଼ାଇଲା ଭଡ଼ା। ବିଶ୍ୱ ବଜାର ବିମାନ ଇନ୍ଧନ ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିଛି। ପଶ୍ଚିମ ଏସିଆରେ ଚାଲିଥିବା ଭୂ ରାଜନୈତିକ ଉତ୍ତେଜନା ଏବଂ ଇରାନ ସହ ଜଡ଼ିତ ସଂଘର୍ଷ କାରଣରୁ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ଏୟାରଲାଇନ୍ସ କମ୍ପାନୀ ଉପରେ ପଡ଼ିଛି। ଇଣ୍ଡିଗୋ ପକ୍ଷରୁ ଦୂରତା ଅନୁଯାୟୀ ଅଲଗା ଅଲଗା ସରଚାର୍ଜ ସ୍ଥିର କରାଯାଇଛି। ଘରୋଇ ଯାତ୍ରା ପାଇଁ 425 ଟଙ୍କା ବୃଦ୍ଧି କରାଯାଇଛି। ନମ୍ବର 4 ରାଜ୍ୟସଭା ନିର୍ବାଚନକୁ ନେଇ ନବୀନ ଜୟନାରାୟଣ ମୁହାଁମୁହିଁ। ଦିନକ ପରେ ରାଜ୍ୟସଭା ନିର୍ବାଚନ। ଆରୋପ ପ୍ରତ୍ୟାରୋପ ଉଠିଛି ପଡ଼ୁଛି ରାଜ୍ୟ ରାଜନୀତି। ସମୟ ଯେତିକି ଗଡ଼ୁଛି ନେତାଙ୍କ ଛାତିକି ସେତିକି ଧଡ଼ଧଡ଼ ହେଉଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳୀୟ ବିଧାୟକ। ନମ୍ବର 5 ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ। ହଠାତ୍ ଖସିଲା ଅଣ୍ଡା ଦର। ଇରାନ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏବେ କେବେ ଶେଷ ହେବ ତାହାର କୌଣସି ନିଶ୍ଚିତତା ନାହିଁ। ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଉପସାଗରୀୟ ଦେଶଗୁଡ଼ିକୁ ଭାରତର ଅଣ୍ଡା ରପ୍ତାନିକୁ ବନ୍ଦ କରିଦେଇଛି, ଯାହାଫଳରେ ମୂଲ୍ୟରେ ଯଥେଷ୍ଟ ହ୍ରାସ ଘଟିଛି। ଜାତୀୟ ଅଣ୍ଡା ସମନ୍ୱୟ କମିଟି ଏନ୍ସିସି ଅନୁଯାୟୀ ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର କର୍ଣ୍ଣାଟକରେ ଅଣ୍ଡାର ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରତି ଅଣ୍ଡାର ମୂଲ୍ୟ 60 ଟଙ୍କାରୁ ହ୍ରାସ ପାଇ 6 ଟଙ୍କା 40 ପଇସା ହୋଇଛି। ଏହି କାରଣରୁ ବ୍ୟବସାୟୀମାନେ ସ୍ପଷ୍ଟ ଭାବରେ ଚିନ୍ତା ପ୍ରକାଶ କରିଛନ୍ତି। 4.5 କୋଟି ଓଡ଼ିଆଙ୍କ ପାଇଁ ପ୍ରତିଦିନ ଓଡ଼ିଶାରେ 138.36 ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଥିବା ବେଳେ 117.4 ଲକ୍ଷ ପରିମାଣର ଅଣ୍ଡା ଉତ୍ପାଦନ କରନ୍ତି ଓଡ଼ିଶା କୁକୁଡ଼ା ଚାଷୀ। ପ୍ରଶ୍ନ ଉଠିଛି, ତଥାପି ଅଣ୍ଡା ଦର ଏତେ ଶସ୍ତା ହେଲା କେମିତି? ଏହାର ଉତ୍ତର ଆସିଛି ଯୁଦ୍ଧ କ୍ଷେତ୍ରରୁ। ଆନ୍ଧ୍ର ତେଲେଙ୍ଗାନାର ଅଣ୍ଡା ମଧ୍ୟ ପ୍ରାଚ୍ୟ ଦେଶକୁ ରପ୍ତାନି ହୋଇପାରୁନାହିଁ। ତେଣୁ ଆନ୍ଧ୍ର ଚାଷୀ ଓଡ଼ିଶାକୁ ପ୍ରଚୁର ପରିମାଣରେ ଅଣ୍ଡା ରପ୍ତାନି କରୁଛନ୍ତି। ନମ୍ବର 6 ଭୁବନେଶ୍ୱର କଟକ ମଧ୍ୟରେ ଯାତାୟାତ ଲାଗି କେନ୍ଦ୍ର ସରକାର ନବଭାରତ ନାମକ ବିକଳ୍ପ ଦ୍ରୁତ ରେଳ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି। ଟ୍ୱିନ୍ ସିଟିରେ ସାଧାରଣ ପରିବହନ ସେବାକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ନବଭାରତ ରାପିଡ୍ ଟେକ୍ସ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର କଟକ ମଧ୍ୟରେ ସରକାର ଏକ ନୂତନ ରେଳ ଲାଇନର ମଧ୍ୟ ଯୋଜନା କରୁଛନ୍ତି, ଯେଉଁଠାରେ ନବଭାରତ ଟ୍ରେନ୍ ବାରମ୍ବାର ଚାଲିପାରିବ। ନମ୍ବର 7 ଆସନ୍ତାକାଲି ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ମନ୍ତ୍ରୀ ସୁରେଶ ପୂଝାରୀ। ସନ୍ଧ୍ୟା 8:30ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ ମନ୍ତ୍ରୀ ସୁରେଶ ପୂଝାରୀ। ସୂଚନାଯୋଗ୍ୟ ଯେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଗତ 3 ତାରିଖ ସନ୍ଧ୍ୟାରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ନମ୍ବର 8 ଆସନ୍ତା ଏପ୍ରିଲ 1ରୁ ମହଙ୍ଗା ହୋଇପାରେ ଯାତ୍ରା। ଚଳିତ ବର୍ଷ ଏପ୍ରିଲ 1 ତାରିଖରୁ ବଢ଼ିବାକୁ ଯାଉଛି ଟୋଲ୍ ଦର। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବାର୍ଷିକ ଟୋଲ୍ ପାସ୍ ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। 2024 ଏପ୍ରିଲ 1ରୁ ଗାଡ଼ି ଚାଳକଙ୍କୁ ଟୋଲ୍ ପାସ୍ ପାଇଁ 3,000 ବଦଳରେ 3,075 ଟଙ୍କା ଦେବାକୁ ପଡ଼ିବ। ବର୍ଦ୍ଧିତ ଟୋଲ୍ ଦର 2026-27 ଆର୍ଥିକ ବର୍ଷ 2026-27 ପ୍ରଥମ ଦିନରୁ ଏପ୍ରିଲ 1 କାର୍ଯ୍ୟକାରୀ ହେବାକୁ ଯାଉଛି। ନମ୍ବର 9 କମିଲା ସୁନା ଓ ରୂପା ଦାମ। ଜାଣନ୍ତୁ ଆଜିର ଦର। ସାମାନ୍ୟ କମିଲା ସୁନା ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିବାକୁ, ତେବେ ପ୍ରଥମେ ଜାଣିନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟର ସୁନା ଦର 1,61,240 ଟଙ୍କା ରହିଛି। ସେହିପରି 22 କ୍ୟାରେଟର ସୁନା ଦର 1,47,800 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରର 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,59,660 ଟଙ୍କା ରହିଥିବା ବେଳେ 22 କ୍ୟାରେଟର ସୁନାର ମୂଲ୍ୟ 1,01
1,46,350 ଟଙ୍କା ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟର ମୂଲ୍ୟ 1,59,660 ଟଙ୍କା ଓ 22 କ୍ୟାରେଟର ମୂଲ୍ୟ ଦର 1,46,350 ଟଙ୍କା ରହିଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,75,900 ଟଙ୍କା ହୋଇଛି। ନମ୍ବର 10 ମୋଦିଙ୍କ ଗସ୍ତ ପୂର୍ବରୁ କୋଲକାତାରେ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅପରାହ୍ନରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ କୋଲକାତାରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ବିଜେପିର ପରିବର୍ତ୍ତନ ଯାତ୍ରା ର୍ୟାଲିକୁ ସମ୍ବୋଧିତ କରିଥିଲେ। ଏହା ପୂର୍ବରୁ ପରେଡ୍ ଗ୍ରାଉଣ୍ଡଠାରୁ 3 କିମି ଦୂର ଗିରିଶ ପାର୍କଠାରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଦୁଇ ପକ୍ଷର 30ରୁ ଅଧିକ କର୍ମୀ ଆହତ ହୋଇଛନ୍ତି। ବିଜେପି ସମର୍ଥକମାନେ କହିଛନ୍ତି ଯେ ସେମାନେ ମୋଦିଙ୍କ ସମର୍ଥନରେ ସ୍ଲୋଗାନ ଦେଇ ରାଲି ହେଉଥିବା ସ୍ଥାନକୁ ଯାଉଥିବା ସମୟରେ ହଠାତ୍ ସେମାନଙ୍କ ଉପରକୁ ପଥର ମାଡ଼ ହୋଇଥିଲା। ଏପରିକି ସେମାନଙ୍କୁ ଗୁଳିଗାଲଜ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇ ଦଳର କର୍ମୀ ପରସ୍ପର ଉପରକୁ ପଥର ମାଡ଼ କରିବା ସହିତ ନାରାବାଜି କରିଥିଲେ। ଦୁଇ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଅନେକ ଗାଡ଼ି ନଷ୍ଟ ହୋଇଛି। ନମ୍ବର 11 ଗ୍ରାମୋଦୟ ଅଭିଯାନ ମାଓ ପ୍ରଭାବିତ 485 ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ। ଓଡ଼ିଶା ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳ ଯୁବପିଢ଼ିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଗ୍ରାମୋଦୟ ଅଭିଯାନ ମାଧ୍ୟମରେ 10ଟି ଜିଲ୍ଲାର 485ଟି ମାଓ ପ୍ରଭାବିତ ଗ୍ରାମକୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯିବ। ନମ୍ବର 2 ଖାର୍ଗ ଦ୍ୱୀପରେ ପ୍ରଚଣ୍ଡ ଆକ୍ରମଣ, ସୈନ୍ୟ ମୁତୟନ କଲା ଆମେରିକା, ଇରାନର ପ୍ରତିଶୋଧ ଜାରି। ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଅଭିଯାନ ଅପରେସନ୍ ଏପିକ୍ ଫ୍ୟୁରି ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଇରାନର ଅର୍ଥନୈତିକ ମେରୁଦଣ୍ଡ ଭାବେ ପରିଚିତ ଖାର୍ଗ ଦ୍ୱୀପରେ ଆମେରିକା ଆଜି ପ୍ରଚଣ୍ଡ ବିମାନ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହା ସହିତ ପ୍ରଥମ ଥର ପାଇଁ ସ୍ଥଳ ସୈନ୍ୟ ମୁତୟନ ପାଇଁ ପାଣ୍ଟାଗନ ପଦକ୍ଷେପ ଗ୍ରହଣ କରିଛି। ନମ୍ବର 13 ବଡ଼ ପରିବର୍ତ୍ତନ ଆସିଲା, ସିବିଏସ୍ଇ ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ କପି ରୋକିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସ୍ଇ ଏକ ବଡ଼ ନିଷ୍ପତ୍ତି ନେଇଛି। ନୂତନ ନିୟମ ଅନୁଯାୟୀ ଯଦି କୌଣସି ଛାତ୍ର ପରୀକ୍ଷା ସମୟରେ କପି କରନ୍ତି ତେବେ ସମ୍ପୃକ୍ତ ବିଷୟରେ ତାଙ୍କର ଫଳାଫଳ ବାତିଲ ହୋଇଯିବ। ଏହା ବ୍ୟତୀତ ଷଷ୍ଠ କିମ୍ବା ସପ୍ତମ ବିଷୟରେ ନମ୍ବର ବଦଳାଇ ଏକ ବିଷୟରେ ପାସ୍ କରିବାର ବିକଳ୍ପ ମଧ୍ୟ ଉଚ୍ଛେଦ କରାଯାଇଛି। ନମ୍ବର 14 ଶୁଭମ ଗିଲଙ୍କୁ ମିଳିବ ସବୁଠାରୁ ବଡ଼ ପୁରସ୍କାର, ଘୋଷଣା କଲା ବିସିସିଆଇ। ଭାରତୀୟ କ୍ରିକେଟ ବୋର୍ଡ଼ ବିସିସିଆଇ ଶୁଭମ ଗିଲଙ୍କୁ ପୁରୁଷ କ୍ରିକେଟର ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରିବାକୁ ଯାଉଛି। ବିସିସିଆଇ ନମନ ପୁରସ୍କାର 2024 ତାଲିକା ଶନିବାର ପ୍ରକାଶ ପାଇଛି, ଯେଉଁଥିରେ ଶୁଭମ ଗିଲଙ୍କୁ ପୁରୁଷ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଏବଂ ସ୍ମୃତି ମନ୍ଦାନାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ଅନ୍ତର୍ଜାତୀୟ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ମିଳିଛି। ନମ୍ବର 15 କୋଲକାତାରେ 8,700 କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ 8,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ, ଆଜି କୋଲକାତାର ଏହି ଭୂମିକୁ ପଶ୍ଚିମବଙ୍ଗ ସମଗ୍ର ପୂର୍ବ ଭାରତ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମରେ ରାସ୍ତା, ରେଳ ଏବଂ ବନ୍ଦର ଭିତ୍ତିଭୂମି ସମ୍ପୃକ୍ତ 8,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି। ସେ କହିଥିଲେ, ଏହି ପ୍ରକଳ୍ପଗୁଡ଼ିକ ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତକୁ ନୂତନ ଗତି ଦେବା ସହ ବାଣିଜ୍ୟ ଓ ଶିଳ୍ପକୁ ପ୍ରୋତ୍ସାହିତ କରିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରି ଜୀବନକୁ ସହଜ କରିବ। ନମ୍ବର 16 ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କ ପାଇଁ ପ୍ରମ୍ପ୍ଟ ଇଞ୍ଜିନିୟରିଂ, ଡାଟା ଆନାଲିଟିକ୍ସ ଏବଂ ଏଆଇ ମାଧ୍ୟମରେ ପିପିଟି ପ୍ରସ୍ତୁତି, ବିଭିନ୍ନ ଏଆଇ ମଡେଲ ବ୍ୟବହାର କରି ଗଭୀର ଅନୁସନ୍ଧାନ ଶୀର୍ଷକ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲକ୍ଷ୍ମୀସାଗର ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ SIWC ଠାରେ ଅନୁଷ୍ଠିତ ହୋଇଯାଇଛି। ନମ୍ବର 17 ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ଭସ୍ମ ହୋଇଛି। ସରକାରୀ ଦଳ ବିଜେପି ଉପରେ ଉଭୟ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛନ୍ତି। ରାଜ୍ୟସଭା ନିର୍ବାଚନରେ ବିଜେପି ଘୋଡ଼ା ବେପାର କରିବାକୁ ଚେଷ୍ଟା କରୁଛି ବୋଲି ବିରୋଧୀ ଦଳ କହିଛନ୍ତି। ତେବେ ଏହା ଭିତରେ କଂଗ୍ରେସ ବିଧାୟିକା ସୋଫିଆ ଫିରୁଦାସଙ୍କ ଏକ ବଡ଼ ବିବୃତ୍ତି ଆସିଛି। ନିଜ ଦଳ ଉପରେ ସୋଫିଆ ଅସନ୍ତୁଷ୍ଟ ଦେଖାଦେଉଛନ୍ତି। ବିଜେଡି ସହ ବୁଝାମଣାକୁ ସେ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ବରଂ ଭଲ ହୋଇଥାନ୍ତା।
ନୂଆପଡ଼ା ଉପନିର୍ବାଚନ କଥା ଦର୍ଶାଇ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ନମ୍ବର 18 ରାଜ୍ୟରେ 15ରୁ 17 ତାରିଖ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା। 15ରୁ 17 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି। 16 ତାରିଖରେ ଅଧିକ ରହିବ ଝଡ଼ ବର୍ଷାର ପ୍ରଭାବ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଛି। ତେଣୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ କିମ୍ବା ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଦେଖାଯାଉନି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏପଟେ ତାତି ଭିତରେ ଝଡ଼ ବର୍ଷା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ 16 ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଏବଂ ରାୟଗଡ଼ା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା ବେଳେ 19ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ନମ୍ବର 19 ଆଜିର ଆଧୁନିକ ଏବଂ ଟେକ୍ନୋଲୋଜିର ଦୁନିଆରେ ମୋବାଇଲ ବ୍ୟବହାର ସାଧାରଣ କଥା। କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ସ୍କୁଲ କଲେଜ ଛାତ୍ରଛାତ୍ରୀ ସମସ୍ତେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ପିଲାଙ୍କ ଚାପରୁ ରକ୍ଷା ପାଇବା ପାଇଁ ଅଭିଭାବକମାନେ ବି ସେମାନଙ୍କୁ ମୋବାଇଲ ଧରାଇ ଦେଇ ନିଜର କାମରେ ବ୍ୟସ୍ତ ରହୁଛନ୍ତି। କିନ୍ତୁ ପିଲା କ'ଣ ଦେଖୁଛି ତା ଉପରେ ଅଧିକାଂଶ ବାପା ମା ନଜର ରଖୁନାହାନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଭୁଲ ବାଟରେ ଯାଉଛନ୍ତି। ଅନଲାଇନ୍ କ୍ଲାସ୍ ଓ ପାଠପଢ଼ା ଆଳରେ ପିଲା ଇଣ୍ଟରନେଟରେ ବିଭିନ୍ନ ଅପରାଧିକ ଏବଂ ସାଇବର ଠକ ସଂସ୍ଥା ସଂସ୍ପର୍ଶରେ ଆସୁଛନ୍ତି। ଦେଶର 900 ମିଲିୟନ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ 30 ମିଲିୟନ ଛାତ୍ରଛାତ୍ରୀ ରହିଛନ୍ତି। କିପରି ମୋବାଇଲ ବ୍ୟବହାର ଉପରେ ଛାତ୍ରଛାତ୍ରୀ ସଚେତନ ହୋଇପାରିବ ତା ଉପରେ ଆଜି ୟୁନିସେଫ ଓଡ଼ିଶା ପୁଲିସ ପକ୍ଷରୁ ଏକ କର୍ମଶାଳାର ଆୟୋଜନ ହୋଇଯାଇଛି। ନମ୍ବର 20 କଂଗ୍ରେସକୁ ମୋଦିଙ୍କ ସମାଲୋଚନା। ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଦେଶ ଭିତରେ କଂଗ୍ରେସ ଆତଙ୍କ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯୋଗ କରିଛନ୍ତି। ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରି ଦୁଇ ରାଜ୍ୟକୁ ମୋଦି ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିବା ବେଳେ କଂଗ୍ରେସ ଓ ତୃଣମୂଳ କଂଗ୍ରେସକୁ ସମାଲୋଚନା କରିଥିଲେ। ନମ୍ବର 21 କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏବେ ଏମାନଙ୍କୁ ମିଳିବ ନାହିଁ ଏଲପିଜି ସିଲିଣ୍ଡର। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣତଃ ଜନତା ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଶନିବାର ଏକ ବଡ଼ ଘୋଷଣା କରିଛି। ସରକାର ଏବେ ସେହି ଗ୍ରାହକମାନଙ୍କୁ ଏଲପିଜି ସିଲିଣ୍ଡର ବ୍ୟବହାର କରିବା କିମ୍ବା ନୂଆ କନେକ୍ସନ ନେବା ଉପରେ ରୋକ ଲଗାଇଛନ୍ତି ଯେଉଁମାନଙ୍କ ଘରେ ପୂର୍ବରୁ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ ପିଏନଜି ସୁବିଧା ଉପଲବ୍ଧ ଅଛି।